ଆପଣଙ୍କ ମୋବାଇଲରେ ଯେକୌଣସି ବ୍ରାଉଜରକୁ ଓପନ୍ କରିନେବେ ଏବଂ ଓପନ୍ କଲା ପରେ NHA.government.in ଲେଖିକି ସର୍ଚ୍ଚ କରିଦେବେ। ଏଠି ଦେଖନ୍ତୁ ବେନିଫିସିଆରୀ NHA ପୋର୍ଟାଲ PMJAY and ଆୟୁଷ୍ମାନ ଭାରତ। ଆପଣ ଏହାରି ଉପରେ କ୍ଲିକ୍ କରିବେ। ତାପରେ ତଳକୁ ଆସିଯିବେ। ଦେଖନ୍ତୁ ତଳକୁ ଆସିଲା ପରେ ତାହାର ଅଫିସିଆଲି ୱେବସାଇଟଟି ଏଠାରେ ଶୋ କରୁଛି। ଆପଣ ଏହି ୱେବସାଇଟ ଉପରେ କ୍ଲିକ୍ କରିଦେବେ। ବର୍ତ୍ତମାନ ଆପଣଙ୍କୁ ଏଭଳି ଦୁଇଟି ଅପସନ୍ ଶୋ କରିବ। ଦେଖନ୍ତୁ ଗୋଟେ ବେନିଫିସିଆରୀ ଏଣ୍ଡ ଗୋଟେ ଅପରେଟର। ତ ଆପଣ এই ଜାଗାରେ କ'ଣ କରିବେ ନା ବେନିଫିସିଆରୀ ଟିକ୍ କରିବେ ଏବଂ এই କ୍ୟାପଚା କୋଡ୍ଟି ଏଠି ଫିଲ୍ କରିଦେବେ। ତାପରେ ଏଠି ଆପଣଙ୍କ ମୋବାଇଲ ନମ୍ବରଟି ଦେଇକି ଭେରିଫାଏ କରିନେବେ। ତ ଆପଣଙ୍କ ମୋବାଇଲରେ ଏଭଳି ଗୋଟେ OTP ଯିବ। ଆପଣ ସେଇ OTPକୁ ଏଠି ଟାଇପ୍ କରିଦେବେ। ତାପରେ ଲଗ୍ଇନ୍ କରିଦେବେ। ସ୍କିମ୍ରେ PMJAY ରଖିବେ ଏବଂ ଆପଣଙ୍କ ଷ୍ଟେଟ୍କୁ ସିଲେକ୍ଟ କରିଦେବେ। ସବ୍ ସ୍କିମ୍ରେ ସେଇ PMJAY ରହିବାକୁ ଦେବେ ଏବଂ ତଳେ ଆପଣଙ୍କ ଡିଷ୍ଟ୍ରିକ୍ଟକୁ ସିଲେକ୍ଟ କରିଦେବେ। ଦେଖନ୍ତୁ ଆପଣ ଚାହିଁବେ ଯଦି ଆଧାର କାର୍ଡ଼ ଦ୍ୱାରା ବି ଡାଉନଲୋଡ଼ କରିପାରିବେ, ରାସନ କାର୍ଡ଼ ଦ୍ୱାରା ବି ଡାଉନଲୋଡ଼ କରିବେ। ଯଦି ଆପଣଙ୍କ ପାଖରେ PMJAY କାର୍ଡ଼ ଅଛି ତାହେଲେ ଆପଣ ସେଇ PMJAY କାର୍ଡ଼ ନମ୍ବର ଥ୍ରୋରୁ ବି ଡାଉନଲୋଡ଼ କରିପାରିବେ। ବର୍ତ୍ତମାନ ମୁଁ ଆଧାର ନମ୍ବର ଦ୍ୱାରା ଡାଉନଲୋଡ଼ କରୁଛି, ସେଥିପାଇଁ ମୁଁ ଆଧାର ନମ୍ବର ଟିକ୍ କରୁଛି। ଦେନ୍ ଏଠି ଆଧାର ନମ୍ବରଟି ଆପଣ ଟାଇପ୍ କରିଦେବେ ଏବଂ ତଳେ କ୍ୟାପଚା କୋଡ୍ଟି ଫିଲ୍ କରିଦେବେ। କ୍ୟାପଚା କୋଡ୍ଟି ଫିଲ୍ କରିକି ସର୍ଚ୍ଚ କରିଦେବେ। ବର୍ତ୍ତମାନ ଦେଖନ୍ତୁ ଆପଣଙ୍କ ଫ୍ୟାମିଲିରେ ଯେତେ ଜଣ ମେମ୍ବର ଅଛନ୍ତି ସେ ସମସ୍ତଙ୍କ ନାଁ ଏଠି ଶୋ କରୁଥିବ। ଆପଣ ଯେତେବେଳେ ଡାଉନଲୋଡ଼ କରିବେ ଆପଣ এই ଡାଉନଲୋଡ଼ କାର୍ଡ଼ ଉପରେ କ୍ଲିକ୍ କରିବେ। ଆଧାର କାର୍ଡ଼ର ଲାଷ୍ଟ 4 ଡିଜିଟ୍ ନମ୍ବରଟି ଶୋ କରୁଥିବ ଏବଂ ରାଇଟ୍ ସାଇଡ଼୍ରେ ଦେଖନ୍ତୁ ଭେରିଫାଏ ବୋଲି ଅପସନ୍ ଅଛି। ଆପଣ ପ୍ରଥମେ ଭେରିଫାଏ କରିଦେବେ। ଭେରିଫାଏ କରିବା ପାଇଁ ତଳକୁ ଆସିଯିବେ ଏବଂ ଏ ଡିକ୍ଲାରେସନକୁ ଟିକ୍ କରିନେବେ ଏବଂ ଏଲାଉ କରିଦେବେ। ଯେତେବେଳେ ଆପଣ ଏଲାଉ କରିବେ ଆପଣଙ୍କ ଆଧାର କାର୍ଡ଼ ହିସାବରେ ଗୋଟେ OTP ଯିବ ଏବଂ ଆପଣଙ୍କ ମୋବାଇଲ ନମ୍ବର ହିସାବରେ ଗୋଟେ OTP ଯିବ। ତ ଆଧାର OTPରେ ଆପଣଙ୍କର ଆଧାର ନମ୍ବର ଯେଉଁ OTPଟି ଯାଇଛି ସେଇ OTPକୁ ଦେଇଦେବେ ଏବଂ ତଳେ ବେନିଫିସିଆରୀ ମୋବାଇଲ OTPରେ ଆପଣଙ୍କ ମୋବାଇଲ ନମ୍ବର ଯେଉଁ OTPଟି ଯାଇଛି ସେଇ OTPକୁ ଏଠି ଦେଇଦେବେ। OTPକୁ ଦେଇଦେଲା ପରେ ଆପଣ ଅଥେଣ୍ଟିକେଟ୍ରେ କ୍ଲିକ୍ କରିଦେବେ। ଆପଣଙ୍କ ଫ୍ୟାମିଲିରେ ଯେତେ ଜଣ ସଦସ୍ୟ ଅଛନ୍ତି ସେ ସମସ୍ତଙ୍କର ନାଁ ଏବଂ ପ୍ରୋଫାଇଲ୍ ଶୋ କରିବ। ଯାହାର ଆପଣ ଡାଉନଲୋଡ଼ କରିବା ପାଇଁ ଚାହିଁବେ ତାହାର ଉପରେ ଟିକ୍ କରିଦେବେ। ତାପରେ ତଳେ ଦେଖନ୍ତୁ ଆଧାର OTP ଅପସନ୍ ଅଛି, ଫିଙ୍ଗରପ୍ରିଣ୍ଟ ଅଛି, ଆଜ୍ ସ୍କାନ୍ ଅଛି ଏବଂ ଫେସ୍ ଅଥେଣ୍ଟିକେସନ୍ ଅଛି। ତ ଆପଣ ଏ ଭିତରୁ ଆଧାର OTP ଦ୍ୱାରା ବି ଡାଉନଲୋଡ଼ କରିପାରିବେ। ଆପଣ ଚାହିଁଲେ ଫିଙ୍ଗରପ୍ରିଣ୍ଟ ଦେଇକି ବି ଡାଉନଲୋଡ଼ କରିପାରିବେ। ତ ଆପଣଙ୍କ ହିସାବରେ ଆପଣ ଟିକ୍ କରିବେ। ମୁଁ ଏଠି ଆଧାର OTP ଦ୍ୱାରା ଡାଉନଲୋଡ଼ କରିବା ପାଇଁ ଚାହୁଁଛି, ତେଣୁ ମୁଁ ଆଧାର OTPରେ ଟିକ୍ କରୁଛି ଏବଂ ଭେରିଫାଏ କରିଦେଉଛି। এই ଡିକ୍ଲାରେସନକୁ ଟିକ୍ କରିନେବେ ଏଣ୍ଡ ଏଲାଉ କରିଦେବେ। ପୁଣି ଆପଣଙ୍କର ଆଧାର ନମ୍ବରରେ ଗୋଟେ OTP ଯିବ ଏବଂ ମୋବାଇଲ ନମ୍ବରରେ ଗୋଟେ OTP ଆସିଯିବ। ଆଧାର ନମ୍ବରରେ ଯେଉଁ OTPଟି ଯାଇଛି ଆପଣ ଆଧାର OTPରେ ଦେଇଦେବେ ଏବଂ ମୋବାଇଲ ନମ୍ବରରେ ଯେଉଁ OTPଟା ଯାଇଛି ଆପଣ ସେଇ ମୋବାଇଲ ନମ୍ବରରେ ସେଇ OTPକୁ ଦେଇଦେବେ। ବର୍ତ୍ତମାନ ତଳେ ଏଭଳି ଆପଣଙ୍କର କାର୍ଡ଼ଟି ଶୋ କରିବ। ଆପଣ ଡାଉନଲୋଡ଼ରେ କ୍ଲିକ୍ କରିକି ଏଲାଉ କରିଦେବେ ଏବଂ ଡାଉନଲୋଡ଼ କରିନେବେ। ତ ଦେଖନ୍ତୁ ମୁଁ ଯେଉଁ କାର୍ଡ଼ଟି ଡାଉନଲୋଡ଼ କଲି ତାହା ଡାଉନଲୋଡ଼ ହୋଇଯାଇଛି। ଆପଣ ଚାହିଁବେ ଯଦି ଆପଣଙ୍କର ଏହିଭଳି କାର୍ଡ଼ଟି ଡାଉନଲୋଡ଼ କରିକି ପ୍ରିଣ୍ଟ ଆଉଟ୍ କରି ମଧ୍ୟ ବାହାର କରିପାରିବେ।